জানিজন রাজা বহুত চেষ্টা কলে বেশ হেলে কোন হব হেলে কোন হব কইলে আপ্রাণ উদ্যম প্রচেষ্টা সর্ব হেলা বিফল পরে পরাভূত ভূপতি কাম্য পরম নিষ্ফল। এ মোর জ্ঞানী বিদ্বজন মণ্ডলী দুনিয়ারে কেই স্থির নুহে। আজ্ঞা চিন্তামণি মহান্তি লেখিଛନ୍ତି কোন লেখিলে আজি যে বীরেন্দ্র তা বীর্য প্রতাপরে তলিমলি পারে ক্ষতি নিয়তি অধীনে ହେଉଛି ସେ କାଲି ସମନପୁର ଅତିଥି। ଆଜି ଯିଏ ଲକ୍ଷ ଲୋକଙ୍କୁ ମାରୁଛି ଆଜ୍ଞା କାଲି ସିଏ ମରିବନି ଆଜି ଯିଏ ଅନେକକୁ ଦଣ୍ଡ ଦିଏ କାଲି ସିଏ ଦଣ୍ଡ ନ ପାଇବ ବୋଲି କିଛି ମାନେ ନାହିଁ। ସେଇଆ ହେଲା ସୁରଥ ଯେତେ ଚେଷ୍ଟା କଲେ ମଧ୍ୟ ରାଜ୍ୟକୁ ରକ୍ଷା କରିପାରିଲେନି। କୋଳା ବିଧ୍ୱଂସୀ କ୍ଷତ୍ରିୟ କୂଳ ଏତେ ବଳୁଆ ଥିଲେ ଏମାନେ ସୁରଥଙ୍କ ରାଜ୍ୟକୁ ଆକ୍ରମଣ କଲେ। ମଣିଷ ପାଖରେ ସବୁଠାରୁ ମୂଲ୍ୟବାନ କଣ? ପଦେ ପଦେ ଯଦି ଜ୍ଞାନୀଜନ ମୁଁ ଅଜ୍ଞ ଗାୟକ ବିଜ୍ଞ ମାନଙ୍କ ଲେଖା ପଢୁଛି। ଆଜ୍ଞା ଆଜ୍ଞା ମୁଁ କିଛି ପାଲାରେ ମୋ ନିଜସ୍ୱ ମତ ଦଉନି। ନାଇଁ ଭୁଲ ଠିକ ଆପଣ ବିଚାର କରିବେ। ବେଶ ମା ଯେତେ ମା ଦୂରରେ ବସିଛ ତମେ ଟିଭି ଦେଖ ସବୁ କର ଆଜ୍ଞା ଗୀତା ହଉ ଭାଗବତ ହଉ ରାମାୟଣ ହଉ ଆଉ ଆମ ପୁରାଣ ହଉ ହଉ ଏଥିରୁ ଧାଡ଼ିଏ ଧାଡ଼ିଏ ପିଲାଙ୍କୁ ଶିଖା ଆଉ ଶିଖା ମା ବେଶ ଜ୍ଞାନୀଜନ ଆଜ୍ଞା ଦେଖିବେ କୋନ ଦେଖିଲେ ଆମ ଭାରତକୁ ଯୋଉ ସୁନାର ଭାରତ କୁହାଯାଉଥିଲା ଆଜ୍ଞା ଆମ ଛୁଆ ଦିନେ ସୁନା ପିଲା ହେଇଯିବେ। ସୁନା ପିଲା ହେଇଛି ନାଇଁ କି ଆଜ୍ଞା ଆଜ୍ଞା କହିଲେ ଏ ଦେହ ଥିଲେ ସର୍ବ ପାଇ ଜଳେ ଯେ ସନେ ଛନ୍ଦ ସାଇ ଦେହ ହଉଛି ସବୁଠାରୁ ମୂଲ୍ୟବାନ। ସୁରଥ ବିଚାର କଲେ କୋନ କହିଲେ ମୁଁ ବଞ୍ଚିବି ବଞ୍ଚିବି ମୁଁ ଯଦି ରାଜ୍ୟ ଛାଡ଼ିଦିଏ ତାହେଲେ ଶତ୍ରୁ ଆଉ ରାଜ୍ୟ ପ୍ରତି ଆକ୍ରମଣ କରିବନି। ହଁ ପ୍ରଜାମାନେ ଶାନ୍ତିରେ ରହିବେ। ବେଶ ସ୍ୱଭାବ କବି ଗଙ୍ଗାଧର ମେହେର ଲେଖିଛନ୍ତି କୋନ ଲେଖିଲେ କହିଲେ ରାଜାର ଜୀବନ ସିନା ଏକା ପ୍ରଜା ପାଇ ରାଜାର ଜୀବନ ସିନା ଆତ୍ମ ପରିବାର ସ୍ୱାର୍ଥ ନୃପତିର ରାଜ୍ୟ ରାଜା ରାଜ୍ୟର ପ୍ରତିନିଧି ଆମେ ତାଙ୍କୁ ବସେଇଛେ ବେଶ ପ୍ରଜାମାନଙ୍କୁ ମଙ୍ଗଳରେ ରଖିବା ରାଜାର କର୍ତ୍ତବ୍ୟ। କର୍ତ୍ତବ୍ୟ ଦୀପର ଧର୍ମ କୋନ ନିଜେ ଜଳିବ ଆଉ ଅନ୍ୟକୁ ଆଲୋକିତ କରିବ। ବାহ ବାହ ବାହ ପରାଜିତ ସୁରଥ ବିଚାର କଲେ କୋନ କହିଲେ ମୁଁ ରହିଲେ ଶତ୍ରୁ ମତେ ମୃତ୍ୟୁଦଣ୍ଡ ଦେବେ ଆଉ ଯଦି ବନ୍ଦୀ କରନ୍ତି ତେବେ ଜ୍ଞାନୀଜନ ହଁ ଆପଣ ସମସ୍ତେ ଜାଣିଛନ୍ତି କୋ କଥା ଆଜ୍ଞା ଯୋଉଦିନ ହଁ ରାଜା ପୁରୁଙ୍କର ଆଜ୍ଞା ରାଜା ପୁରୁ ଆଜ୍ଞା ଆଲେକଜାଣ୍ଡାରଙ୍କ ସହିତ ଯୁଦ୍ଧ ହେଲା ଆଲେକଜାଣ୍ଡାର ହାତରୁ ସମସ୍ତ ଅସ୍ତ୍ର ଖସି ପଡିଲା। ଆଜ୍ଞା ରାଜା ପରାଜିତ ହଁ ହଁ କିନ୍ତୁ ଆଗରେ ଠିଆ ହେଇଛନ୍ତି। ହଁ ଆଉ ଆଶ୍ଚର୍ଯ୍ୟ ହେଇଗଲେ ସେଦିନ କିଏ? ଗ୍ରୀକ ବୀର ବେଶ ଚାହିଁଲେ ଆପଣ ମୋ ଠାରୁ କଣ ଆଶା କରନ୍ତି କଣ ଆଶା କରନ୍ତି ନା ଆଜ୍ଞା ହଁ ଜଣେ ରାଜା ଠାରୁ ଯାହା ଆଶା କରେ କଣ ଅର୍ଥାତ ମତେ ମୃତ୍ୟୁଦଣ୍ଡ ଦିଅ ମତେ ବନ୍ଦୀ କରିବ ନା ନାଇଁ ନାଇଁ ମୁଁ ଅପମାନିତ ହେବି। ହଁ ମା ମୋ ଜ୍ଞାନୀଜନ ଆଜ୍ଞା ପିଞ୍ଜରାରେ ପକ୍ଷୀ ରଖନ୍ତୁ ବାବା ତା ବନ୍ଦୀ ଜୀବନର ଦୁଃଖ ଜାଣିବେ। ତେଣୁ ଆମେ ସେଇଦିନ ଖୁସି ହେଲେ କୋଉ ଦିନ ଯୋଉଦିନ ଆମେ ସ୍ୱାଧୀନତା ପାଇଲେ ଆଜ୍ଞା ନାଇଁ କି ଆଜ୍ଞା ହଁ ସ୍ୱାଧୀନତାର ସ୍ୱାଦ ଯିଏ ବେଶ। ଚାଖିଥବ। ସୁରଥ ବିଚାର କଲେ ଶତ୍ରୁମାନେ ମତେ ବନ୍ଦୀ କରିବେ। ବନ୍ଦୀ କରିବି ଚଣ୍ଡୀରୁ ଶ୍ଲୋକଟିଏ ନବା ଆଜ୍ଞା ନିଅନ୍ତୁ ଲେଖିଲେ ତତ ମୃଗୟା ପ୍ୟାଜେନ ଋତ
ସ୍ୱାମ୍ୟ ସବୁପତି ଏକାକି ହୟ ମାରୁୟା ଜଗାମ ଗହନ ବନା ଜ୍ଞାନୀଜନ ଆଜ୍ଞା ସେଦିନ ରାତିରେ ହଁ ରାଜା ସୁରଥ ଆଜ୍ଞା ନିଜ ରାଣୀକି ଡାକିଲେ ଡାକିଲେ ପ୍ରିୟତମା ଗଲ ମୁଁ ରାଜ୍ୟ ଛାଡି ଚାଲିଯିବି ତମେ କହିବ ରାଜା ଶିକାର କରିବାକୁ ଯାଉଛନ୍ତି ଶତ୍ରୁ ମୋ ପ୍ରଜା ମାନଙ୍କୁ ଦଣ୍ଡ ଦବନି ନାଇଁ ସମୟକୁ ଅପେକ୍ଷା କରିବା ହଁ ନଈ ପଡିଲେ ସମୁଦ୍ର ସମୁଦ୍ର ଲହରୀ ଲହରୀ ଯାଉଛି ହଉ ଯେ ଯିବ ଯାଅ ଟିକେ ପାଣି ପିଇ ଦେଇକି ଯାଅ ନା ନାଇଁ ଆଜ୍ଞା ଗଲାଣି ତ ଗଲା କଥା ଗଲାଣି ତ ଗଲା କଥା କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ ଟିକେ ସ୍ୱର ପରିବର୍ତ୍ତିତ ସଂଗାତରେ ସଂଗାତରେ ଗଲାଣି ତ ଗଲା କଥା ଗଲାଣି ତ ଗଲା କଥା ସଂଗାତରେ ଗଲାଣି ତ ଗଲା ଗଲାଣି ତ ଉପଦେଶୀ ନାମୁ ତୋତେ ପଚାରୁଛି ଉପଦେଶୀ ନାମୁ ତୋତେ ପଚାରୁଛି ଉପଦେଶୀ ନାମୁ ତୋତେ ପଚାରୁଛି ଉପଦେଶୀ ନାମୁ ତୋତେ ପଚାରୁଛି ପଳି ପରିବାରୁ ବ୍ୟଥା ପଳି ପରିବାରୁ ବ୍ୟଥା ସଂଘାତରେ ଗଲାଇ ତ ଗଙ୍ଗାରୁ ବିଶଦ ଗଭୀର ତ ହୃଦ 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 କଣ୍ଠି ଧନ ତୋର ସ୍ନେହ କଣ୍ଠି ଧନ ତୋର ସ୍ନେହ ଗୋଡ଼ ଖସି ଖେଦ ହେବାରୁ ଦରଦ ଗୋଡ଼ ଖସି ଖେଦ ହେବାରୁ ଦରଦ ଗୋଡ଼ ଖସି ଖେଦ ହେବାରୁ ଦରଦ ଗୋଡ଼ ଖସି ହେବାରୁ ଦରଦ ଯିବାର ଉପାୟ କହ ଗଲାଣି ତ ଗଲା କଥା ସଂଘାତରେ ଗଲାଣି ତ ଗଲା କଥା ଗଲାଣି ତ ଗଲା କଥା ଯିବା ସମୟରେ ସୁରଥ ରାଜା କହୁଛନ୍ତି ଶେଷ ପଦଟା ଭଣିତା କରିବା ଗରିଷ୍ଠ ଅରୁଚି କାହିଁକି କରୁଚି ଗରିଷ୍ଠ କରୁଛି କାହିଁକି କରୁଛି ଗରିଷ୍ଠ ଅରୁଚି କାହିଁକି କରୁଚି ଗରିଷ୍ଠ କରୁଛି କାହିଁକି କରୁଛି ଅସନ ବସନ ଦେ ଅସନ ବସନ ଗୁରୁଜନ ପ୍ରତି ଜାଳିଲେ ତରତି ଗୁରୁଜନ ପକ୍ଷୀ କାହିଁକି କରନ୍ତି ଗୁରୁଜନ ପ୍ରତି ଜାଳିଲେ ତରତି ଗୁରୁଜନ ପକ୍ଷୀ କାହିଁକି କରନ୍ତି অষ্ট দুর্গাপতি কহে অষ্ট দুর্গাপতি পক্ষী করে সংঘাতরে
ପଛେ ପଛେ